ଧର୍ମେନ୍ଦ୍ର ବାବୁଙ୍କୁ ସାକ୍ଷାତ କରିବା ପାଇଁ ଆମର ସେ ଶିକ୍ଷା ମନ୍ତ୍ରୀ ଦେଖା ହେଲେ ହଁ ଗହଳି ଭିତରେ ଆଉ ଯାହା ସାମାନ୍ୟ ଅଳ୍ପ ଆଉ ଏତେ ଗହଳି ଭିତରେ ଆମେ ବୁଢ଼ା ମଣିଷ ଜନତା ପେଲାକୁ ଯାଇପାରିଲୁନି ଆଉ କ'ଣ ଅସୁବିଧା ହେଲା କ'ଣ ଅସୁବିଧା କ'ଣ ଲୋକ ସମାଗମ ପ୍ରବଳ ହେତୁ ଆମେ ଯେଉଁ ଆମକୁ ଟିଫିନ୍ ଆକାରରେ ଦେଲା ସେ ପାଇଲୁନି ବି ସାକ୍ଷାତ ଭଲ ଭାବରେ ପ୍ରଭୁଙ୍କୁ କରିପାରିଲୁ ଟିଫିନ୍ ଦିଆହେଉଥିଲା ତ ଟିଫିନ୍ ଦିଆହେଉଥିଲା କିନ୍ତୁ ଏ ଯେଉଁ ଜନଗହଳି ଭିତରେ ଆମେ ବୟସ୍କ ଲୋକ ସେଇ ଜନତା ଭିତରକୁ ଗଲେ ଆମେ ମରିଯିବୁ ବୋଲି ଡରିକିନି ଭୟରେ ଗଲୁନି ପାଣି କ'ଣ କହିଲେ ପାଣି ଦେଇଛନ୍ତି ପାଣି ଦେଇ ବି ପାଇଲୁନି ମୋତେ ମୁଁ ଯେତେବେଳେ କହିଲି ବୁଢ଼ାପଙ୍କ ରେଲୱେ ଷ୍ଟେସନକୁ ଏ ଫଳକକୁ କଟାଯାଇକିନି ଏଟାକୁ ମାନପୁର କରାଯାଉ କହିବାର ତାତ୍ପର୍ଯ୍ୟ ଏଠିକି ରାସ୍ତାଘାଟ କିଛି ନାହିଁ ତେଣୁ ଏଇ ପଦକ କହିଲା ପରେ ଗାଁ ତରଫରୁ ସମ୍ମାନ ହିସାବରେ ତାଙ୍କୁ ଯେଉଁ ଉତ୍ତରୀ ଦେଇଦେଲେ ସେଇ ଉତ୍ତରୀ ମୋ ବେକରେ ଗଳେଇ ଦେଲେ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ବାବୁ ଆଜି এই ଯେଉଁ ଜନଗହଳି ଭିତରେ ମୁଁ ମୋର ଯେଉଁ ମାନେ କୌଣସି ଆଶ୍ରା ନ ପାଇ ମୁଁ ସାଇକେଲରେ ଧରି ମାନେ କେମିତି ପ୍ରଭୁଙ୍କୁ ସାକ୍ଷାତ କରିବି ବୋଲି ମୁଁ ସାଇକେଲରେ 5-7 କିଲୋମିଟର ପଳେଇ ଆସିଥିଲି କିନ୍ତୁ ଦେଖିଲି ଏଇ ଯେଉଁ ଲୋକ ସମାଗମ ମୁଁ ବୟସ୍କ ଅନୁସାରେ ମୁଁ ଭିତରକୁ ଯଦି ଦେବି ମୋତେ ଜନତା ପେଲାରେ ଠେଲି ମାରି କୁଟି ଦେବେ ତେଣୁ ମୁଁ ଭୟରେ ଗଲିନି ଖାଲି ଏତେ ଲୋକ ଭିତରେ ଯେତେବେଳେ ସେ କାର୍ରେ ତାଙ୍କୁ ଏଠୁ ପ୍ରତ୍ୟାବର୍ତ୍ତନ କରୁଥିଲେ ସେଇ ସମୟରେ ତାଙ୍କ ନମସ୍କାରଟାକୁ ହାତ ଦୁଇଟାକୁ ଦେଖିଦେଲି ଏତିକି ତାଙ୍କୁ ସାକ୍ଷାତ ଆଉ ଆମେ ତାଙ୍କୁ କିଛି ଦେଖିନୁ ବା କିଛି ଏଥିରେ କୌଣସି ଉପକୃତ ବା ଟିଫିନ୍ ପାଇଲୁନି ପାଣି ପାଇଲୁନି କୌଣସି ସୁବିଧା ପାଇପାରିଲିନି ତେଣୁ ଦୁଃଖରେ ମୁଁ ସାଇକେଲରେ ଘରକୁ ମୋର ଫେରି ଯାଉଛି ନା ଟିଫିନ୍ ପାଣି କିଛି ନାହିଁ କୋଉଥିରେ ଆଇଲ ବସରେ କିଏ ଆଣିଥିଲା ସେମାନେ ଭଡ଼ା ଦେଲା କିଏ ଭଡ଼ା